ଆଜିର ମହତ୍ତ୍ୱପୂର୍ଣ୍ଣ ଅନୁଚିନ୍ତା। ନମ୍ବର 1, କେବେ ବି ଅନ୍ୟମାନଙ୍କ ସହିତ କଥା ହେଲାବେଳେ ବଡ଼ ପାଟି କରି କଥା ହେବା ଉଚିତ ନୁହେଁ। ଏହାଦ୍ୱାରା ଗ୍ରହ ଦୋଷ ଦେଖାଦେଇଥାଏ ଏବଂ ମାନସିକ ସମସ୍ୟା ବୃଦ୍ଧି ହେବା ସହିତ କାର୍ଯ୍ୟ ଅସଫଳତା ହୋଇଥାଏ। ନମ୍ବର 2, ଶାସ୍ତ୍ର ଅନୁସାରେ ଗୁରୁଜନ ଲୋକଙ୍କୁ ସମ୍ମାନିତ କରିବା ସହିତ ସେବା ଶୁଶ୍ରୂଷା କରିବା ଦ୍ୱାରା ଆୟୁଷ, ବିଦ୍ୟା, ବଳ ଏବଂ ଯଶ ବୃଦ୍ଧି ହୋଇଥାଏ। ନମ୍ବର 3, ସୂର୍ଯ୍ୟାସ୍ତ ସମୟରେ କିମ୍ବା ପରେ କେବେ ବି କାହାକୁ ଖଟା ଲାଗୁଥିବା ଦ୍ରବ୍ୟ, ଦହି, ଆଚାର, ଲୁଣ ଇତ୍ୟାଦି ଦେବା ଉଚିତ ନୁହେଁ। ଏହାଦ୍ୱାରା ଦାରିଦ୍ର୍ୟତା ଦେଖାଦେବାର ସମ୍ଭାବନା ରହିଥାଏ। ନମ୍ବର 4, ଘରେ କିମ୍ବା ଘର ପାଖରେ କେବେ ବି ଶୁଖି ଯାଇଥିବା ଗଛ କିମ୍ବା ଅଧା ଜଳି ଯାଇଥିବା ଗଛ ରଖିବା ଉଚିତ ନୁହେଁ। ଏହାଦ୍ୱାରା ମାନସିକ ଅବସାଦ ଦେଖାଦେବା ସହିତ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ। ନମ୍ବର 5, ଘରେ କେବେ ବି ପାଣିର ଅଯଥା ଅପବ୍ୟୟ କରିବା ଉଚିତ ନୁହେଁ କିମ୍ବା ନଳରୁ ପାଣି ଲିକ୍ ହେବା ଅନୁଚିତ। ଏହାଦ୍ୱାରା ମାନସିକ ସମସ୍ୟା ଦେଖାଦେବା ସହିତ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ। ନମ୍ବର 6, ଖାଦ୍ୟ ଖାଇସାରିବା ପରେ ଅଇଁଠା ଥାଳି ଅଧିକ ସମୟ ପର୍ଯ୍ୟନ୍ତ ନ ଧୋଇବା କିମ୍ବା ଥାଳିରେ ହାତ ଧୋଇବା ଖରାପ ଅଭ୍ୟାସ ହୋଇଥାଏ। ଏହା ଅଶୁଭ ହେବା ସହିତ ଗ୍ରହମାନଙ୍କର ଖରାପ ପ୍ରଭାବ ପଡ଼ିଥାଏ। ନମ୍ବର 7, ଘରେ ଜୋତା ଚପଲ ଏଠି ସେଠି ପକାଇବା ଏକ ଖରାପ ଅଭ୍ୟାସ ହୋଇଥାଏ। ଏହାଦ୍ୱାରା ଘରେ କଳିଝଗଡ଼ା ଦେଖାଦେଇଥାଏ ଏବଂ ପରସ୍ପର ଭିତରେ ସମ୍ପର୍କ ଖରାପ ହୋଇଥାଏ। ନମ୍ବର 8, ବିନା କାରଣରେ ଏଠି ସେଠି ଛେପ ପକାଇବା ଏକ ଖରାପ ଅଭ୍ୟାସ ହୋଇଥାଏ। ଏହାଦ୍ୱାରା ସୂର୍ଯ୍ୟ ଏବଂ ବୁଧ ଗ୍ରହଙ୍କର ଖରାପ ପ୍ରଭାବ ପଡ଼ିବା ସହିତ ସମ୍ମାନରେ ହାନି ଏବଂ ଆର୍ଥିକ ସମସ୍ୟା ଦେଖାଦେଇଥାଏ। ନମ୍ବର 9, ସନ୍ଧ୍ୟା ସମୟରେ କେବେ ବି କୌଣସି ଜିନିଷ ଦାନ କରିବା ଉଚିତ ନୁହେଁ କିମ୍ବା ସନ୍ଧ୍ୟା ସମୟରେ ବାହାର ଲୋକଙ୍କୁ କ୍ଷୀର, ଦହି କିମ୍ବା ଲୁଣ ଦେବା ଅନୁଚିତ। ଏହାଦ୍ୱାରା ଆର୍ଥିକ ସ୍ଥିତି ଖରାପ ହୋଇଥାଏ। ନମ୍ବର 10, ରାତିରେ ଗାଧୁଆ ଘରେ କିମ୍ବା ରୋଷେଇ ଘରେ କେବେ ବି ଖାଲି ବାଲ୍ଟି ରଖିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ନମ୍ବର 11, ରୋଷେଇ ଘରେ କେବେ ବି ଅଇଁଠା ବାସନ ରଖିବା ଉଚିତ ନୁହେଁ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହେବା ସହିତ ଆର୍ଥିକ ସମସ୍ୟା ଦେଖାଦେଇଥାଏ। ନମ୍ବର 12, ବାସ୍ତୁ ଅନୁସାରେ ଶୋଇବା ଖଟ ଉପରେ ବସି କେବେ ବି ଖାଦ୍ୟ ଖାଇବା ଉଚିତ ନୁହେଁ। ଏହାଦ୍ୱାରା ଋଣ ଭାର ବୃଦ୍ଧି ହୋଇଥାଏ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ନମ୍ବର 13, ଘରର ଈଶାନ୍ୟ ଦିଗ ଅଥବା ଉତ୍ତର ପୂର୍ବ ଦିଗରେ କେବେ ବି ସ୍ୱାମୀ ସ୍ତ୍ରୀ ଶୋଇବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ରୋଗ ଉତ୍ପନ୍ନକାରୀ ହୋଇଥାଏ। ନମ୍ବର 14, ଦିନର ଦ୍ୱିତୀୟ କିମ୍ବା ତୃତୀୟ ପ୍ରହରରେ ଘର ଉପରେ କୌଣସି ବୃକ୍ଷର କିମ୍ବା ମନ୍ଦିର ଛାଇ ପଡ଼େ ତେବେ ଅମଙ୍ଗଳକାରୀ ହୋଇଥାଏ ଏବଂ ରୋଗ ଉତ୍ପନ୍ନ ହୋଇଥାଏ। ନମ୍ବର 15, ଘରର ଦ୍ୱାର ବନ୍ଧରେ କେବେ ବି ଠିଆ ହେବା ଉଚିତ ନୁହେଁ କିମ୍ବା ଗୋଡ଼ ରଖିବା ଉଚିତ ନୁହେଁ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ଧନ୍ୟବାଦ ଦର୍ଶକ ବନ୍ଧୁ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।